ଆଜିର ମହତ୍ତ୍ୱପୂର୍ଣ୍ଣ ଅନୁଚିନ୍ତା। ନମ୍ବର 1 ପୂଜା କରିବା ସମୟରେ ଯଦି ଆପଣ ଜଳେଇଥିବା ଦୀପକାଠିର ଶିଖା ଉପରକୁ ଉଠିବାକୁ ଲାଗିଥାଏ ତେବେ ଆପଣଙ୍କ ଉପରେ ଭଗବାନଙ୍କ କୃପା ଦୃଷ୍ଟି ରହିଥିବାର ସୂଚନା ହୋଇଥାଏ ଏବଂ ଆପଣଙ୍କ ମନୋବାଞ୍ଛା ପୂରଣ ହୋଇଥାଏ। ନମ୍ବର 2 ଗାଧୁଆଘର ସବୁବେଳେ ସଫାସୁତୁରା ରଖିବା ଉଚିତ। କେବେ ବି ଅଳିଆ ଆବର୍ଜନା କରିବା ଉଚିତ ନୁହେଁ। ଏହା ଅମଙ୍ଗଳକାରୀ ହେବା ସହିତ ରାହୁ କେତୁ ଏବଂ ଶନିଙ୍କର ଖରାପ ପ୍ରଭାବ ପଡ଼ି ସୁଖ ସମୃଦ୍ଧି କମ୍ ହୋଇଥାଏ। ନମ୍ବର 3 ବାସ୍ତୁ ଅନୁସାରେ କେବେ ବି ଫଟା ଏବଂ ମଇଳା ହୋଇଥିବା କପଡ଼ା ପିନ୍ଧିବା ଉଚିତ ନୁହେଁ। ଏହାଦ୍ୱାରା ଦାରିଦ୍ର୍ୟତା ଦେଖା ଦେଇଥାଏ। ତେଣୁ ଗାଧୋଇବା ପରେ ସଫାସୁତୁରା କପଡ଼ା ପିନ୍ଧିବା ଦ୍ୱାରା ଶୁଭ ଏବଂ ମଙ୍ଗଳକାରୀ ହୋଇଥାଏ। ନମ୍ବର 4 ଦ୍ୱାର ମୁହଁରେ କୌଣସି ଅସହାୟ ଲୋକଙ୍କୁ ଖାଲି ହାତରେ ଫେରାଇ ଦେବା ଉଚିତ ନୁହେଁ। ନିଜ ସାମର୍ଥ୍ୟ ଅନୁସାରେ ତାଙ୍କୁ ସାହାଯ୍ୟ କରିବା ଦରକାର। ଏହାଦ୍ୱାରା ପ୍ରଭୁଙ୍କ କୃପା ମିଳିଥାଏ ବୋଲି ମାନ୍ୟତା ରହିଛି। ନମ୍ବର 5 ଯେଉଁ ଲୋକଙ୍କ ମୁହଁରେ ଡାହାଣ ପାଖରେ କଳା ଯାଇଥାଏ ସେ ପର ଉପକାରୀ ଏବଂ ମାନସମ୍ମାନର ଅଧିକାରୀ ହୋଇଥାଏ। ଏହି ଲୋକମାନଙ୍କ ଉପରେ ସବୁବେଳେ ଭଗବାନଙ୍କ ଆଶୀର୍ବାଦ ରହିଥାଏ। ନମ୍ବର 6 ନାକରେ କଳାଜାଇ ରହିଥିବା ଲୋକମାନେ ସ୍ୱାଭିମାନ ହୋଇଥାନ୍ତି ଏବଂ ଜୀବନରେ ପ୍ରଗତି କରିଥାନ୍ତି। ନମ୍ବର 7 ହାତରେ ପାପୁଲି ମଝିରେ କଳାଜାଇ ରହିଥିବା ଲୋକମାନଙ୍କର ଧନର ଅଭାବ ହୋଇନଥାଏ ଏବଂ ବିବାହ ପରେ ଭାଗ୍ୟ ଉଦୟ ହୋଇଥାଏ। ନମ୍ବର 8 ପାଦର ଆଙ୍ଗୁଠିରେ କଳାଜାଇ ଚିହ୍ନ ରହିଥିବା ଲୋକମାନେ ଭ୍ରମଣ କରିବାକୁ ଭଲ ପାଇଥାନ୍ତି ଏବଂ ଅନ୍ୟର ଉପକାର କରିଥାନ୍ତି। ନମ୍ବର 9 ହାତର ଆଙ୍ଗୁଠିରେ କଳା ଚିହ୍ନ ରହିଥିବା ଲୋକମାନେ କର୍ମବୀର ହୋଇଥାନ୍ତି ଏବଂ କାର୍ଯ୍ୟରେ ସଫଳତା ପ୍ରାପ୍ତି ହୋଇଥାଏ। ନମ୍ବର 10 ଯେଉଁ ଲୋକମାନଙ୍କର ବେକରେ କଳାଜାଇ ରହିଥାଏ ସେମାନେ ବୁଦ୍ଧିମାନ ହୋଇଥାନ୍ତି ଏବଂ ଚତୁରତାର ସହିତ ଧନ ଅର୍ଜନ କରିଥାନ୍ତି। ନମ୍ବର 11 ଯେଉଁ ଲୋକମାନଙ୍କର ନାକରେ କଳାଜାଇ ଚିହ୍ନ ରହିଥାଏ ସେମାନେ ବିଚାରବଦ୍ଧ ଲୋକ ହୋଇଥାନ୍ତି ଏବଂ ଉତ୍ତମ ପରାମର୍ଶଦାତା ହୋଇଥାନ୍ତି। ନମ୍ବର 12 ଯେଉଁମାନେ ପୁରୁଷ ଲୋକମାନେ ମହିଳାମାନଙ୍କ ସମ୍ମାନ କରିଥାନ୍ତି ସେମାନଙ୍କ ଉପରେ ଶନିଦେବଙ୍କ କୃପା ରହିଥାଏ। ନମ୍ବର 13 ଯେଉଁ ପୁରୁଷ ଲୋକଙ୍କ ସ୍ମିତହାସ୍ୟ ମନମୋହକ ହୋଇଥାଏ ସେମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କ ବିଶେଷ କୃପା ରହିଥାଏ। ନମ୍ବର 14 ଯେଉଁମାନଙ୍କ ପାଦରେ ଦ୍ୱିତୀୟ ଆଙ୍ଗୁଳି ବଡ଼ ହୋଇଥାଏ ସେମାନେ ଭାଗ୍ୟଶାଳୀ ଏବଂ ସହନଶୀଳ ବ୍ୟକ୍ତି ହୋଇଥାନ୍ତି। ନମ୍ବର 15 ଯେଉଁ ପୁରୁଷମାନେ କଥା ଧୀରେ ଧୀରେ କହୁଥାନ୍ତି କିମ୍ବା ସେମାନେ କଥା ଠିକ୍ ଭାବେ ବୁଝି ହୁଏ ନାହିଁ ସେମାନଙ୍କୁ ଜୀବନରେ ସଫଳତା ସହଜରେ ମିଳିନଥାଏ। ଧନ୍ୟବାଦ ଦର୍ଶକ ବନ୍ଧୁ ଭିଡ଼ିଓଟିକୁ ଶେଷ ଯାଏଁ ଦେଖିଥିବାରୁ ଜୟ ଜଗନ୍ନାଥ।